ମାନେ ସକାଳୁ ଉଠୁ ଉଠୁ ଚାଲିଗଲି ରୋଷେଇ ଘରକୁ ଯାଇକି ଏମିତି କାଟି ଦେଇଛି ସବୁ ପରିବା ଗୁଡ଼ାକ। ତ ଆପଣମାନେ ବୋଧେ ଜାଣିପାରୁଥିବେ ଏମିତି ପରିବା କାଟିବାର ମାନେ କ'ଣ। ଯଦି ନ ଜାଣିପାରୁଛନ୍ତି ଭିଡ଼ିଓଟି କଣ୍ଟିନ୍ୟೂ କରନ୍ତୁ, ମୋ ସହିତ ଜାଣିପାରିବେ। ଗୃହିଣୀର ଗୋଟେ କାମ ହେଲା ସକାଳୁ ଉଠି ତା'ର ନିତ୍ୟକର୍ମ ସାରି ରୋଷେଇ ଘରକୁ ଯିବା। ତ ମୋର ସେମିତି ସେମ୍ କାମ, ଯେହେତୁ ପୁଅର ସ୍କୁଲ୍ ଥାଏ ତ ଟିଫିନ୍ ବନେଇବାର ଥାଏ, ତ ସେଥିପାଇଁ ମୁଁ ରୋଷେଇ ଘରକୁ ହିଁ ଚାଲିଗଲି। ତ ଏଇଠି ସାଙ୍ଗମାନେ ତରତରିକି ପିଆଜ ଭାଜି ଟିକେ ତା ଦେହରେ ଅଦା ରସୁଣ ପେଷ୍ଟ ଟିକେ ଦେଇଦେଇଛି। ତ କ'ଣ ବନାଉଛି ନା ପାଓ ଭାଜି ବନାଉଛି। ଯେହେତୁ ପାଓ ବାଲା ବ୍ରେଡ଼୍ ମୋ ପାଇଁ ନଥିଲା, ନର୍ମାଲ୍ ବ୍ରେଡ଼୍ ଥିଲା, କିନ୍ତୁ ଭାଜିଟା ମୁଁ ବନେଇ ଦେଉଛି। ଏଠି କ୍ୟାପ୍ସିକମ୍ ବି ଆଡ଼୍ କରିଦେଇଛି। ତ ଏଠି ଗ୍ରୀନ୍ ମଟର ବି ଆଡ଼୍ କରିଦେଇ, ଯାହା ବି ପରିବା ଆପଣମାନଙ୍କ ପାଖରେ ଅଛି ଆପଣମାନେ ଆପଣଙ୍କ ଚଏସ୍ ହିସାବରେ ଆଡ଼୍ କରିନେବେ। ମୋ ପାଖରେ ଏଇ ହିଁ ସବୁ ଜିନିଷ ଥିଲା ତ ମୁଁ ଏମିତି ହିଁ ଆଡ଼୍ କରିଦେଇଛି। ଯେହେତୁ ବଟର୍ ନଥିଲା ତ ମୁଁ ଘିଅରେ ବନେଇ ସ୍କୁଲ୍ ଲଞ୍ଚ୍ ବନେଇବାର ଥାଏ, ତ ପୁଅ ପାଇଁ ତ ଡେଲି ହିଁ ମୋର କିଛି ନା କିଛି ନୂଆ ମୁଁ କରିଥାଏ। ତ ଏଇଠି ସାଙ୍ଗମାନେ ଏଇଠି ମୁଁ ପାଓ ଭାଜି ଟ୍ରାଏ କରିଛି ବନେଇବା ପାଇଁ। ତ ଏଇସବୁ ଜିନିଷ ଯାହା ବି ମୋ ପାଖରେ ଥିଲା ମୁଁ ସବୁ ଆଡ଼୍ କରିଦେଇଛି। ତ ତା ଦେହରେ ମେନ୍ ହେଲା ତା'ର ପାଓ ମସଲାଟା ମୋ ପାଖରେ ଥିଲା। କିଛି ଥାଉ ନା ନଥାଉ ପାଓ ଭାଜିର ମସଲାଟା ନିହାତି ଦରକାର, କାହିଁକିନା ସେଇଟା ହିଁ ତା'ର ଭଲ ବାସ୍ନା ଆଣିଥାଏ। ତ ଭାଜିର ମସଲା, ଯେହେତୁ ମୋ ପାଖରେ ବଟର୍ ନଥିଲା ସାଙ୍ଗମାନେ, ମୁଁ କହିଥିଲି ମୁଁ ଘିଅରେ ବନେଇଥିଲି ଆଉ ବହୁତ ହି ଟେଷ୍ଟି ହେଇଥିଲା। ମୁଁ ନିଜେ ଟେଷ୍ଟ କରିବି ଖାଇଛି, ମୋ ହଜବେଣ୍ଡକୁ ବି ଦେଇଛି ଖାଇବା ପାଇଁ। ତ ପରିବାଟା ମୁଁ ଏମିତି ପ୍ରେସରରେ ସିଟି ମାରି ଦେଇଥିଲି, ତ ସେ ସିଝି ଯାଇଛି। ତାକୁ ମୁଁ ଏମିତି ଯେଉଁ ମ୍ୟାସ୍ ସହିତ ସାହାଯ୍ୟରେ ତାକୁ ଏମିତି ମ୍ୟାସ୍ କରିନେବି। ତ ଭାଜି ତ ଯେଉଁମାନେ ଜାଣିଥିବେ, ଯେଉଁମାନେ ବନେଇଥିବେ ଏମିତି ହିଁ କରାଯାଏ। ତ ମୁଁ ହିଁ ଏମିତି ବନଉଛି। ତ ଏଇଟା ପୁରା ମିଶିବ, ଯେମିତି ଗ୍ରେଭି ଟାଇପ୍ର ହେବ। ଏଠି ପ୍ଲେନ୍ ବ୍ରେଡ଼୍, ବ୍ରାଉନ୍ ବ୍ରେଡ଼୍, ଅଟା ବାଲାର ବ୍ରେଡ଼୍ ପୁଅ ନିଏନି, ପ୍ରାୟ କମ୍ ନିଏ। ତ ଆଜି ଯେହେତୁ ଲାଷ୍ଟ ଥିଲା, ସଟର୍ଡେ ଥିଲା ସ୍କୁଲ୍, ତ ଆଜି ଦେଇଦେଇଛି ତାକୁ। ତ ସାଙ୍ଗମାନେ ଏମିତି ବ୍ରେଡ଼୍ ଗୁଡ଼ା ମୁଁ ତେଲରେ ଭାଜି ଦେଉଛି। ବଟର୍ ମୁଁ ଯେହେତୁ କାଲିଠୁ ନ ଆଣିଥିଲି, ଏତେ ମନେକରି ବି ଦୋକାନ ଖୋଲିନି ବଟର୍ ଆଣିବା ପାଇଁ। ତ ଛାଡ଼, ଯେମିତି ଯାହା ଯେଉଁଥିରେ ହିଁ ଆଡ଼ଜଷ୍ଟ କରିଥିଲେ କାମ ସରିଲା। ଆଉ ଗୃହିଣୀମାନେ ଏମିତି ହିଁ ଆଡ଼ଜଷ୍ଟ କରିନିଅନ୍ତି। ତ ମୋ ପୁଅ ଟିକେ ବାଇଗଣ ଭଜା ଗୋଲ ଭଲ, ମୁଁ ଏଠି ତାୱା ବସେଇକି ସୋରିଷ ଟିକେ ଫୁଟେଇକି ଗୋଲ ଲୁଣ ହଳଦୀ ଗୋଳେଇକି ଏମିତି ବାଇଗଣ ଭାଜି ଦେଇଛି। ଏଇଠି ମୋ ହଜବେଣ୍ଡକୁ ଦେଇଦେଇଛି। ଆଉ ଦେଖନ୍ତୁ ଗ୍ରେଭିଟା ପୁରା ମୋର ପରଫେକ୍ଟ ଭାଜି ଭଳିଆ ହେଇଛି। ବାକି ପାଓଟା ହେଲାନି, ହଉ ତ କ'ଣ କରିବା, ଯାହା ଅଛି ଯେମିତି ଅଛି ଆଡ଼ଜଷ୍ଟ କରିଦେଲେ କାମ ସରିଲା। ତ ବହୁତ ହି ଟେଷ୍ଟି ଲାଗୁଥିଲା। ମୁଁ ହିଁ ଜଲ୍ଦି ଖାଇ ପକେଇଲି। ତ ମୁଁ ଲାଷ୍ଟରେ ପୁଳାଏ ଇଆଡ଼ୁ ସିଆଡ଼ୁ ମିଶେଇକି ଖାଇ ଦେଇଛି। ସେ ହେଉଛି ମିକ୍ସଚର୍ ଫିକ୍ସଚର୍ ଯାହା ପାଇଲି, ପିଆଜ ସବୁ।